ଯେତେ ଥଣ୍ଡା ପଡ଼ିବ ଦେଶୀ କସମସଟା ସେତେ ଫୁଲ ଦେଇ ଚାଲିବ, କିନ୍ତୁ ହାଇବ୍ରିଡ଼ କସମସଟା ଥଣ୍ଡା ପଡ଼ିବା ମାତ୍ରେ ଫୁଲ ତ ଦେଇଥାଏ, କିନ୍ତୁ ଫୁଲ ଯେତେ ଜଲ୍ଦି ଦେଇଥାଏ ଆଉ ଯେତେ ବଡ଼ ଫୁଲ ହେଇଥାଏ ନା ସେତେ ଜଲ୍ଦି ଗଛଟା ବି ମଧ୍ୟ ନଷ୍ଟ ହେଇଯାଏ। କିନ୍ତୁ ତାର ମଞ୍ଜି ଗୁଡ଼ାକ ନେକ୍ସଟ ସିଜନକୁ ରଖିବେ ଯଦି ବହୁତ ଡେରିରେ ଗଛ ମାରେ, କିନ୍ତୁ ଦେଶୀ କସମସର ଆପଣ ବହୁତ ଆଗ ଦୁରିଆ ତାର ଚାରା ମିଳିଯିବ ଆପଣଙ୍କୁ। ନର୍ସରୀରେ ବହୁତ ହୁଏ 4ଟା ୟାର ଭେରାଇଟି ମିଳିବ ଆପଣଙ୍କୁ କଲର୍ ଉପରେ ଡିଫରେଣ୍ଟ। ମୋ ପାଖରେ ଏବେ ଅଛି ହଳଦିଆ ଆଉ କମଳା 2ଟା। ଆଉ ଏଇଟା ମାଟିର ହିସାବ ଅନୁସାରେ ମାନେ ମାଟିର କ୍ୱାଣ୍ଟିଟି ହିସାବରେ ଆପଣଙ୍କ ଗଛ ଗ୍ରୋଥ୍ ହେଇ ଚାଲିବ। ମୁଁ ଏଠି 9x9 ଇଞ୍ଚର ଗ୍ରୋ ବ୍ୟାଗ୍ରେ ଲଗେଇଛି, ଯେହେତୁ କଣ୍ଟେନରରେ ବହୁତ ହି କମ୍ ମାଟି ରହିଛି ସେଥିପାଇଁ ଗଛର ଗ୍ରୋଥ୍ ବି କାଫି ଛୋଟ ଅଛି, ମାନେ ଗଛ ବହୁତ ଡେଙ୍ଗା ହେଇଯାଏ। ଏ ଦେଶୀ କସମସଟା ବହୁତ ଡେଙ୍ଗା ହେଇଯାଏ ଯଦି ବଡ଼ କଣ୍ଟେନରରେ ଲଗେଇବେ। ଆଉ ଯଦି ଏମିତି ଛୋଟ ଛୋଟ କଣ୍ଟେନରରେ ଲଗେଇବେ ଆଉ ମଏଶ୍ଚର ଠିକ୍ ରଖିବେ ମାଟିର, ତାହେଲେ ଆପଣଙ୍କ ଗଛ ଏମିତି ବାଙ୍ଗରା ହେଇକି ବହୁତ ସାରା ଫୁଲ ଦେବ। ଦେଶୀ କସମସର ସେମିତି କେୟାରିଂ କିଛି ବି ଏତେ ସ୍ପେଶାଲ ନାହିଁ, ତ ମୁଁ ପ୍ରତ୍ୟେକଟି ଗଛର କେୟାରିଂ ଉପରେ କିଛିଟା ଛୋଟ ଛୋଟ ଟିପ୍ସ ଦିଏ। ତ ୟାର ଟିପ୍ସ ମୁଁ ଆପଣଙ୍କୁ ଦେବି ଏତିକି କି ଆପଣ ହେଉଛି କସମସ ଯଦି ଲଗାଉଛନ୍ତି ମାଟିର ମଏଶ୍ଚରକୁ ସବୁବେଳେ ପାଇଁ ଭଲରେ ବନେଇ ରଖନ୍ତୁ। ଦେଖିବେ ମାଟି ମଏଶ୍ଚର ଯେତେ ବଢ଼ିଆ ବନେଇ ରହିବ ନା ଆପଣଙ୍କ ଗଛ ସେତେ ବଢ଼ିଆ ଫୁଲ ଦେବ। ତ ବାସ୍ ଏତିକି ହିଁ ୟାର କାମ। ଆଉ ବାକି ଆଉ ୟାର ହେଉଛି କ'ଣ, ଫୁଲ ଆଉ ମଞ୍ଜି ଏସବୁ ରହିଲେ ପିଞ୍ଚିଂ କରିବେ ତୁରନ୍ତ। ଏସବୁ ରହିଲା ମାନେ ଅଧିକ ମାତ୍ରାରେ ଫୁଲ ବି ଦେବନି ଆଉ ଗଛର ଗ୍ରୋଥ୍ ଧୀରେ କମି ଆସିବ। ଆଉ ଏମିତି ଯଦି କଅଁଳିଆ ମଞ୍ଜି ଅଛି ସେ ମଞ୍ଜିକୁ ବି ମଧ୍ୟ ଆଜ ତାକୁ ଷ୍ଟୋର୍ କରି ରଖିବେନି ନେକ୍ସଟ ସିଜନ୍ ପାଇଁ, କାହିଁକିନା ଏଇଗୁଡ଼ାକ ବହୁତ ହି ନସମା ଥାଏ, ଭଲସେ ପାକଳ ହେଇନଥାଏ। ସେଥିପାଇଁକା ତାକୁ ଏବେରୁ ଯଦି ପାକଳ ଗୋଟେ ଗୋଟେ ହେଇଯାଇଛି ଏମିତି, ତାକୁ ଏମିତି ଏବେରୁ ହିଁ ତାକୁ ଗଛ ପୁଣି କରିଦେବେ, ପୁଣି ଆପଣଙ୍କୁ ପଛତୁରିଆ କିଛି ଫୁଲ ମିଳିଯିବ। ଆଉ ଯଦି ଆପଣ ମଞ୍ଜି ନେକ୍ସଟ ସିଜନକୁ ରଖିବା ପାଇଁ ଚାହିଁବେ ତାହେଲେ ଆପଣ ଗଛର ଏମିତି ପାକଳ ପୁରା ହେବେ, ଯେମିତି ପୁରା ମଞ୍ଜି ଗଛରେ ପୁରା ମାନେ ପାଚିବ, ତାପରେ ଯେମିତି ପାଖୁଡ଼ା ଝଡ଼ି ଆସିବ କିମ୍ବା ହେଉଛି ତାର ଯେଉଁ ଫୁଲ କେଶର ଗୁଡ଼ା ଝଡ଼ି ଆସିଲା ପରେ ଆପଣ ତାକୁ ଷ୍ଟୋର୍ କରି ରଖିବେ। ଆଉ ରଖିବା ପୂର୍ବରୁ ଖରାରେ ଦେବାକୁ ଭୁଲିବେନି, ଖରାରେ ନିଶ୍ଚିତ ଭାବରେ ଦେବେ, ନହେଲେ ଏଇଟା ଜଲ୍ଦି ଫିମ୍ପି ମାରିନି। ଏମିତି ହିଁ କରିକି ମୁଁ ତ କିଛି କସମସ ଲଗେଇଥାଏ। ଯଦି ମୁଁ କିଛି ମଞ୍ଜି ଷ୍ଟୋର୍ ରଖେ ତ ନେକ୍ସଟ ସିଜନକୁ ମୋତେ କିଣିବାକୁ ହିଁ ପଡ଼େନି, ଆଗ ତୁରିଆ କିଛି ଚାରା ବନେଇ ଦେଇଥାଏ। କିନ୍ତୁ ଏଥରକ ଯେଉଁ ମଞ୍ଜି ଯେତିକି ରଖିଥିଲି ନା ଲଘୁଚାପ ପାଇଁ ମୋର ନଷ୍ଟ ହିଁ ହେଇଗଲା, ଯେଉଁଥିପାଇଁ ମୋତେ ଏଥରକ କିଣିବାକୁ ହିଁ ପଡ଼ିଲା। ତ ସେଥିପାଇଁ ମୋତେ ବେଶୀ ତ ଭଲ କଲେକ୍ସନ୍ ୟାର ମିଳିଲାନି, କଲର୍ ଉପରେ ଯେଉଁ 2ଟା ମିଳିଲା ସେ 2ଟା ନେଇ ଆସିଲି। ଆଉ ୟାର ହେଉଛି ସବୁଠୁ ଭଲ କଥା ହେଲା ଆପଣ ଯଦି ୟାକୁ କଲର୍ ଉପରେ ଡିଫରେଣ୍ଟ ଆଣିବେ ତାହେଲେ କଲର୍ ହେଉଛି ଆପଣ ଫୁଲ ଫୁଟିଲା ବାଲା ଗଛକୁ ଚଏସ୍ କରିବେ, ତାହେଲେ ଯାଇକି ଆପଣ ବହୁତ ଠିକ୍ ପାଇବେ, ନହେଲେ ୟାର ସମାନ ରଙ୍ଗ ସବୁ ଆସିଯିବ।